ଚାଷୀ ମାନଙ୍କ ପାଇଁ ଆସିଗଲା ବଡ଼ ଖୁସି ଖବର। ଜାନୁଆରୀ 1 ତାରିଖରୁ ଏମାନଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ। ଏବେ ଏମାନଙ୍କୁ ମିଳିବ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ। ଏନେଇ ମଧ୍ୟ ସରକାରଙ୍କ ତରଫରୁ ଜାରି ହେଲା ଏକ ବଡ଼ ଘୋଷଣା। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆରବିଆଇ ବନ୍ଧକ ମୁକ୍ତ କୃଷି ଋଣ ପରିମାଣ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ତେବେ 2025 ଜାନୁଆରୀ 1ରୁ ଏହା ଲାଗୁ ହେବ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ବଢୁଥିବାରୁ ଛୋଟ ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆରବିଆଇ ଏହି ଘୋଷଣା କରିଛି। ତେବେ ପ୍ରତି ଋଣୀଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ କୃଷି ଋଣ ଓ କୃଷି ସମ୍ବନ୍ଧୀୟ ଋଣ ଦେବାକୁ ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି। ତେବେ ଏହି ପଦକ୍ଷେପ ଫଳରେ 86% ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏଥିସହ ନିର୍ଦ୍ଦେଶାବଳୀକୁ ଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ନୂତନ ଋଣ ବ୍ୟବସ୍ଥା ବିଷୟରେ ବ୍ୟାପକ ସଚେତନା ସୃଷ୍ଟି କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ପଦକ୍ଷେପ କିଷାନ କ୍ରେଡିଟ୍ କାର୍ଡ ଋଣ ନେବା ସହଜ କରିବା ପାଇଁ ସରକାରଙ୍କ ସଂଶୋଧିତ ସୁଧ ସହାୟତା ଯୋଜନାକୁ ସୁଗମ କରିବ, ଯାହା 4% ସୁଧ ହାରରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରିଥାଏ। ତେବେ ଏହି ପଦକ୍ଷେପ ଉତ୍ପାଦନ ଖର୍ଚ୍ଚରେ ଦେଖାଦେଇଥିବା ମୁଦ୍ରାସ୍ଫୀତି ଚାପକୁ କମ୍ କରିବା ସହ କୃଷକଙ୍କ ଆର୍ଥିକ ବିକାଶ କରାଇବାରେ ସହାୟକ ହେବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି। ତେବେ ଯାହାକି ବଡ଼ ଅପଡେଟ୍ ମୁତାବକ 2025 ଜାନୁଆରୀ 1 ତାରିଖରୁ ଚାଷୀଙ୍କୁ ମିଳିବ 2 ଲକ୍ଷ ଟଙ୍କାର ବନ୍ଧକ ମୁକ୍ତ ଋଣ। ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନ୍ରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।